ଏବେ ସକାଳର 10ଟା ବାଜିଛି। ମୁଁ ଦେଖିଲି ଯେ ଅଜା ପରିବା ଆଣୁଛନ୍ତି। ମୁଁ ବି ତାଙ୍କ ସହ ଗଲି କଣ କଣ ଆଣିଛନ୍ତି ପରିବା ବୋଲି ଦେଖିଲି। ତାପରେ ମତେ ଦେଲେ, ହେଠୁ ମୋ ଅପାକୁ ଦେଇଦେଲି। ତାପରେ ବେଳାରେ ସବୁ ଖାଇବା କରିଥିଲେ, ଅଜା ଖାଉଥିଲେ। ମୁଁ ଖାଇଲା ବେଳେ ତ ଭିଡିଓ କରିପାରୁନି, ସେଥିପାଇଁ ଅଜା ଖାଇଲା ବେଳେ ଭିଡିଓ କରିଦଉଛି। ତାପରେ ଉପରବେଳେ ଆମେ ଗଲୁ ପାର୍କ ବୁଲିଲୁ। ତୁ ମୁଁ ଅଜା ଯାଇଥିଲୁ ପାର୍କ। ଆମେ ଇକୋ ପାର୍କ ଯାଇଥିଲେ ଅନୁଗୁଳରେ। ଚାରିଆଡେ ବୁଲିଲୁ, ଫଟୋ ବି ଉଠେଇଲୁ। ଚାରିଆଡେ ଏଇଠି ବି ଫଟୋ ଉଠେଇଲୁ। ତୋ ଜାଗାର ଫଟୋ ଉଠେଇ ଦଉଥିଲା। ଅଜା କହୁଥିଲା ପୋଜ କହିଲା ଦବା ପାଇଁ, ଅଜା ପୋଜ ଦଉଥିଲେ, ଉଠେଇ ଦଉଥିଲା। ତାପରେ ମୋର ବହୁତ ଗୁରେ ଶୁଙ୍କ ଲାଗିଲା ମୋ ପ୍ୟାଣ୍ଟରେ। ତ ମୋ ଗୋଡରେ ଗେଞ୍ଜି ହେଇଥିଲା, ତ ମୁଁ ବସିକି କାଢୁଥିଲି। ତାପରେ ଆମେ ଗଲୁ ଦୋଳି ଖେଳିଲୁ। ଫାଷ୍ଟ ତ ଖେଳିଲା, ତାପରେ ମୁଁ ଖେଳିଲି। ମତେ କହୁଥିଲି ଇଆଡେ ଅନା ବୋଲି ଫଟୋ ଉଠେଇବା ପାଇଁ, ମୁଁ ଉଠଉନଥିଲି ଫଟୋ। ଏମିତିକି ବୁଲେଇଦେବା। ତାପରେ ସେଇଠୁ ଚାରିଆଡେ ଏଥିରେ ବେଶୀ ଲୋକ ହେଇନାହାନ୍ତି, କମ ଲୋକ। ରଜ ବେଳେ ବହୁତ ଲୋକ ହେଇଥିଲେ। ତାପରେ ଆମେ ଖାଲି ମାନେ ଏଇ ଏକ୍ସରସାଇଜ କଲୁ। ମୋ ଭଲ ତ ଅଜା କରୁଥିଲେ, ତାଙ୍କର ମାନେ ଏଇ ବର୍ଷରେ ତାଙ୍କର କେତେ ଫିଟନେସ ଅଛି। ସେ କରିଥିଲେ, ଆମେ ଭିଡିଓ କରିଥିଲୁ। ତାପରେ ଏ ଭିଡିଓ ଟା ବି ମୁଁ ଟିକେ ଲଙ୍ଗରେ କ୍ଲିଅର ବି ଆସୁନି ନା। ଲଙ୍ଗ ବି ଭିଡିଓ କରିଛି, ତ ଆପଣ ମାନେ ଦେଖିପାରିବେ ଲଙ୍ଗ ଭିଡିଓରେ ବି। ତାପରେ କଲୁ, ତାପରେ ଆମେ ଖାଇଲୁ ମୋମୋ ଖାଇଲୁ। ମୁଁ ଚିକେନ ମୋମୋ ଖାଇଲି, ରିତୁ ପନିର ମୋମୋ ଖାଇଲା। ନାଇଁ ଏମିତି ତାପରେ ଭଲ ଆମେ ନୁହଁ। ଗୁପଚୁପ ଖାଇଲୁ। ଗୁପଚୁପ ଭଲ ଲାଗେ ଖାଇବା ପାଇଁ, ଏତେ ଜଲଦି ଦେଇଦଉଥିଲେ ଗୁପଚୁପ ଯେ ମୁଁ ଠିକରେ